କାରଣ ମୁଁ ତ ଜାଣିଛି ମୁଁ ପାଖରୁ ଦେଖିଛି ମୋ ପାଖରେ ସେ ଗୋଟେ ସପରେ ଶୋଇଛୁ ତା ମାଇଣ୍ଡ କ'ଣ ତା ହୃଦୟଟା କ'ଣ ତାକୁ ବହୁତ ଭଲ ଭାବରେ ଷ୍ଟଡି କରିଛି ଆଉ ମୁଁ ଯାହାକୁ ଷ୍ଟଡି କରେ ଭୁଲ ଷ୍ଟଡି କରେନି ମୁଁ ତ ଜାଣିଥିଲି ସେ ବହୁତ ଉପରକୁ ଯିବ ତାପରେ କଣ୍ଟ୍ରୋଭର୍ସି ଆସିବ କିନ୍ତୁ ସେ ସେମିତି ପିଲା ନୁହଁ ପଇସା ପ୍ୟାରା ନୁହଁ ସେ ସ୍ନେହର ଭୋକା ସ୍ନେହର ଭିକାରୀ ସେ ସ୍ନେହ କାଙ୍ଗାଳଟେ ତାକୁ ଯିଏ ଭଲ ପାଇଲା ଭଲ ପାଇବାରେ ବାନ୍ଧି ପାରିବ ସେ ବାନ୍ଧିବ ପଇସାରେ ନୁହଁ। ଆଜି ଗୋଟେ ବହୁତ ଖୁସିର ମୁହୂର୍ତ୍ତ ଯାତ୍ରା ଇଣ୍ଡଷ୍ଟ୍ରି ପାଇଁ ଆଉ ଯାତ୍ରା ରାଣୀ ସିଂହ ବାହିନୀ ପାଇଁ ବି କାରଣ ଜଲିଉଡର ସୁପରଷ୍ଟାର ପିୟୁଷ ତ୍ରିପାଠୀ ସବୁ ଅପେକ୍ଷାର ଅନ୍ତ ଘଟେଇ ସବୁ କଳ୍ପନା ଜଳ୍ପନା ସାରି ଆଜି ସିଂହ ବାହିନୀରେ ଆଜିଠୁ ଜାନୁଆରୀ 5ରୁ ଯୋଗ ଦେଇଛନ୍ତି ଯାତ୍ରା ତୁ ମୋ ବଜରଙ୍ଗୀ ମାଧ୍ୟମରେ। ତେଣୁ କଳାକାର ମାନଙ୍କ ସହିତ ଦର୍ଶକ ମାନେ ବି ବହୁତ ଖୁସି ଗୋଟେ ଯେମିତି ପର୍ବ ଭଳିଆ ଲାଗୁଛି ଆଉ ଆଜି ବି ଦର୍ଶକ ଆମକୁ ଜଣେଇ ଦେଇଛନ୍ତି ସେ କେତେ ରେସ୍ପନ୍ସ ଦଉଛନ୍ତି। ତୁ ମୋ ବଜରଙ୍ଗୀରେ ସମାଜ ଉପରେ ମେସେଜ ରହିବ ଯେ ପାପ ଉପରେ ପୁଣ୍ୟର ବିଜୟ ମିଥ୍ୟା ଉପରେ ସତ୍ୟର ବିଜୟ ଶେଷରେ କଳି ଯୁଗର ଅନ୍ତ ଘଟି ସତ୍ୟ ଯୁଗର ପ୍ରାରମ୍ଭ କରିଛନ୍ତି ଶ୍ରୀରାମ ଯେମିତି ତ୍ରେତୟାରେ ଶ୍ରୀରାମ ରାବଣକୁ ନାଶ କରିଥିଲେ ସେମିତି ତୁ ମୋ ବଜରଙ୍ଗୀରେ ରାମ ସେଇ କଳି ଯୁଗକୁ ହିଁ ନାଶ କରୁଛନ୍ତି। ଆଉ ବହୁତ ବଢିଆ ଏଣ୍ଟରଟେନିଂ ହେଇଛି ନାଟକଟି ବହୁତ ବଢିଆ ହେଇଛି ନାଟକ ଷ୍ଟୋରି ବି ବହୁତ ମଜବୁତ ଷ୍ଟୋରି ଆଉ ବେଶୀ ଭଲ ହେଇଛି ତାର ଗୀତ ଗୁଡା ଏବେ ସୋସିଆଲ ମିଡିଆରେ ସବୁଆଡେ ଟ୍ରେଣ୍ଡରେ ଚାଲିଛି ମୁଖ୍ୟ ତାର ଗୀତ ଗୁଡା ଏତେ ସୁନ୍ଦର ସୁନ୍ଦର ଗୀତ 4-5ଟି ହେଇଛି ସବୁ ଗୁଡା କେହି କାହାକୁ କହିପାରିବେନି ଖରାପ ତେଣୁ ସର୍ବାଙ୍ଗ ସୁନ୍ଦର ନାଟକଟି ହେଇଛି ଆଉ କଳାକାର ମାନେ ବି ବହୁତ ସୁନ୍ଦର ଅଭିନୟ କରୁଛନ୍ତି ସବୁ କଳାକାର ପ୍ରତ୍ୟେକ କଳାକାର ଛୋଟରୁ ବଡ ଯାକେ ସମସ୍ତେ ବଢିଆ ଅଭିନୟ କରୁଛନ୍ତି ନାଟକଟି ବହୁତ ସରସ ସୁନ୍ଦର ହବ ନିଶ୍ଚୟ। ମତେ ଗୋଟେ ଚରିତ୍ର ମିଳିଛି କ୍ୟାରେକ୍ଟର ରୋଲ କଳିଯୁଗ ଜଗଦେବ ଯିଏକି ଆମର ଭିଲିଆନ ଅଛନ୍ତି ଖଳନାୟକ ତାଙ୍କର ସାନ ଭାଇ ଯିଏକି ଶ୍ରୀକୃଷ୍ଣ ଭଳିଆ କାମ କରୁଛନ୍ତି ଆଉ କଣ ସତ ଗୁଡା କହୁଛନ୍ତି ମିଛକୁ ବିରୋଧ କରୁଛନ୍ତି। ଭାଇ ସିଂହ ଜଙ୍ଗଲ ରାଜା କଥା ସମସ୍ତେ ଜାଣନ୍ତି କିନ୍ତୁ ଯେତେବେଳେ ସିଂହ ବୁଢା ହେଇଯାଏ ସେତେବେଳେ ସାମାନ୍ୟ ଶୃଗାଳ ବି ସିଂହକୁ ଭୟ କରେନି ଏ କଥା ଟିକେ ମନେ ରଖିଥିବ ଭାଇ। ଦେଖନ୍ତୁ ଜିତିବା ହାରିବା ଟା ଆମେ ଧରିଲେ ଫେର ବିରୋଧ କଣ୍ଟ୍ରୋଭର୍ସି ଆସିଯିବ ଜିତିବା ହାରିବା ନୁହଁ ସିଏ କିଛିକା ଅଂଶରେ ତାଙ୍କ କଥା ରଖିଛନ୍ତି କିଛିକା ଅଂଶରେ ଆଙ୍କ କଥା ରଖିଛନ୍ତି ସେ କହିଥିଲେ ଯେ ମୁଁ 2025ରେ ଯାତ୍ରା ପେଣ୍ଡାଲ ଚଢିବିନି ତାଙ୍କ କଥା ରହିଲା 2026ରେ ଯାତ୍ରା ପାର୍ଟି ପେଣ୍ଡାଲ ଚଢିବି ଆଙ୍କ କଥା ରହିଲା ତେଣୁ କଣ୍ଟ୍ରୋଭର୍ସି ଆସିବା ଦରକାର ନାହିଁ ଏଠି ଦି ଜଣ ମାଲିକ ଖୁସି ହେବା ଦରକାର ସିଏ ତାଙ୍କ ପାଇଁ 6 ମାସ ଲସ୍ କଲା ତାର ଯାତ୍ରା କ୍ୟାରିୟର ତାପରେ ଫେର ରିଟର୍ନ ଆସିଗଲା ଯାତ୍ରା ଧାରକୁ ତେଣୁକରି ସମସ୍ତେ ଖୁସି ହେବା କଥା ତେଣୁ ଭବିଷ୍ୟତରେ ପୁଣି ସେଠିକି ଯାଇପାରେ ସେ କଥା କହିହବନି କାହିଁକିନା ଯାତ୍ରା ପାର୍ଟିର କଳାକାର ମାନେ କାହାରି ନିଜର ନୁହନ୍ତି କାହିଁକିନା ସେମାନେ ସମସ୍ତଙ୍କର କଳାକାର ସବୁ ମାଲିକର ମାଲିକ ବି ସବୁ କଳାକାରଙ୍କର ତେଣୁ କିଏ କୋଉ ପାର୍ଟିକି ଯିବ ଭଗବାନ କୋଉଠି କାହା ଦାନା ଲେଖିଛନ୍ତି ସେଟା କହିପାରିବେନି କୌଣସି ମାଲିକ ସହିତ କଣ୍ଟ୍ରୋଭର୍ସି ରଖିବା କଥା ବି ନୁହଁ। ଆମେ ତ ଯାତ୍ରାକୁ ଭଲ କରୁ କାରଣ ଯାତ୍ରା ପାର୍ଟିରେ ଆମେ ଅଛୁ ସିଏ ଯେମିତି ଆମ ଗହଣରେ ସବୁବେଳେ ରହୁ ମ୍ୟୁଜିକ ଭିଡିଓ କରୁ ତାର ସାଇଡରେ ଅଛି ଦର୍ଶକ ଚାହୁଁଛନ୍ତି ମ୍ୟୁଜିକ ଭିଡିଓ ସିନେମା କରୁ କିନ୍ତୁ ଯାତ୍ରାରେ ରହୁଛୁ ବହୁତ ଭଲ କ୍ଷୀରନୀର ସମ୍ପର୍କ ସେ ମତେ ବଡ ଭାଇ ଭଳି ଦେଖେ ମୁଁ ତାକୁ ସାନ ଭାଇ ଭଳି ଦେଖେ ବହୁତ ଭଲ ପାଏ ସିଏ ମୁଁ ବି ତାକୁ ବହୁତ ଭଲ ପାଏ ତାକୁ ସମସ୍ତେ ଭଲ ପାଆନ୍ତି ସେ ବି ସମସ୍ତଙ୍କୁ ଭଲ ପାଏ। ହଁ କାରଣ ମୁଁ ତ ଜାଣିଛି ମୁଁ ପାଖରୁ ଦେଖିଛି ମୋ ପାଖରେ ସେ ଗୋଟେ ସପରେ ଶୋଇଛୁ ତା ମାଇଣ୍ଡ କ'ଣ ତା ହୃଦୟଟା କ'ଣ ତାକୁ ବହୁତ ଭଲ ଭାବରେ ଷ୍ଟଡି କରିଛି ଆଉ ମୁଁ ଯାହାକୁ ଷ୍ଟଡି କରେ ଭୁଲ ଷ୍ଟଡି କରେନି ମୁଁ ତ ଜାଣିଥିଲି ସେ ବହୁତ ଉପରକୁ ଯିବ ତାପରେ କଣ୍ଟ୍ରୋଭର୍ସି ଆସିବ କିନ୍ତୁ ସେ ସେମିତି ପିଲା ନୁହଁ ପଇସା ପ୍ୟାରା ନୁହଁ ସେ ସ୍ନେହର ଭୋକା ସ୍ନେହର ଭିକାରୀ ସେ ସ୍ନେହ କାଙ୍ଗାଳଟେ ତାକୁ ଯିଏ ଭଲ ପାଇଲା ଭଲ ପାଇବାରେ ବାନ୍ଧି ପାରିବ ସେ ବାନ୍ଧିବ ପଇସାରେ ନୁହଁ।